ଆଜି ଆମ ମନ୍ଦିରରେ ମହାଦେବ ଉଠୁ ଉଠୁ ଏମିତି କ'ଣ ଘଟଣା ଘଟିଗଲା। ଜୟ ଜଗନ୍ନାଥ ସାଙ୍ଗମାନେ, ମୁଁ ହେଉଛି କ୍ଷୀରଦ। ଆପଣମାନେ କେବେ କ୍ଷୀରଦକୁ ଜାଣିନଥିବେ। ତ ସାଙ୍ଗମାନେ, ମୁଁ ଏବେ ଆସି ପହଞ୍ଚି ଯାଇଛି ଆମ ଗଣ୍ଡିଗଡ଼ ମନ୍ଦିରରେ। ଯେହେତୁ ଆଜି ପ୍ରଭୁଙ୍କର ଦିନ ଜାଗର, ସେଥିପାଇଁ ମୁଁ ସନ୍ଧ୍ୟାବେଳେ ପଳେଇ ଆସିଛି ଆମ ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ। ତ ସାଙ୍ଗମାନେ, ସନ୍ଧ୍ୟାବେଳେ ଆସିଛି ମାନେ ନିହାତି ଦୀପ ଜାଳିକି ଯିବେ। ଦେଖିବାର ତ ସାଙ୍ଗମାନେ ପ୍ରବଳ ଭକ୍ତମାନେ ଆସିଛନ୍ତି ଆଉ ବାବାଙ୍କୁ ବି ଦର୍ଶନ କରୁଛନ୍ତି। ତ ସାଙ୍ଗମାନେ, ଏପଟେ ଆସି ଭକ୍ତମାନେ ଦୀପ ବି ଜାଳିଲେଣି। ଦେଖିବାର ତ ସାଙ୍ଗମାନେ, ଦୀପ ଜାଳିଲା ବେଳେ ଆଜି ଏମିତି ବଡ଼ ଘଟଣା ହେଇଯିବ ବୋଲି କେବେ ଭାବିନଥିଲେ। ଜଣଙ୍କ ଦୀପ ଲଗଉ ଲଗଉ ଶାଢ଼ୀ କାନିରେ ନିଆଁ ଲାଗିଗଲା, ମାନେ ବହୁତ ବଡ଼ ଦୁର୍ଘଟଣା ହେଇଗଲା ଆମ ମନ୍ଦିର ପାଖରେ। ତ ସାଙ୍ଗମାନେ, ମୁଁ ଆସିଛି ମାନେ ଏବେ ନିହାତି ତ ଦୀପ ତ ଲଗେଇବି ବାବାଙ୍କ ପାଖରେ, ନିହାତି ଲଗେଇବି। ତାପରେ ସାଙ୍ଗମାନେ ଟାଇମ୍ ହେଇଗଲା ଆଉ ବାବାଙ୍କର ଏବେ ମହାଦୀପ ଉଠାଯିବ। ଦେଖିବାର ତ ନନା ଦୀପକୁ ଧରିକି ମନ୍ଦିର ଚାରିବର୍ଷେ ପରିକ୍ରମା କରୁଛନ୍ତି। ତାପରେ ମନ୍ଦିର ଉପରକୁ ମହାଦୀପ ଉଠିବ। ତ ସାଙ୍ଗମାନେ, ଫାଇନାଲ ନନା ଏବେ ମନ୍ଦିର ଉପରକୁ ଚଢ଼ିଲେ ଆଉ ମହାଦୀପ ଏବେ ଉଠିବ। तो गाइज मैंने महादेव उठी सारा पर शेष में मो बाबा को भी दर्शन करदेली। आपण कमेंट लिखिदेवे हर हर महादेव। तो गाइज, आपण जदि मो वीडियोटा भल लगे तो फॉलो एंड सब्सक्राइब करके जय।